ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତଥା ତୁମୁସିଙ୍ଗା ଥାନା ଅଣାବେରିଣୀ ଗ୍ରାମରେ ସୁନା ଅଳଙ୍କାର ଦୋକାନରୁ ଲୁଟ୍। ଦୋକାନର ତାଳି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟ୍ ହୋଇଥିବା ସୁନା ଦୋକାନ ମାଲିକ ଅଭିଯୋଗ କରିଛନ୍ତି। ଖବର ପାଇ ତୁମୁସିଙ୍ଗା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳ କୁମାର ବସ୍ତ ମଙ୍ଗରାଜ ସାହିରେ ବିସ୍ଫୋରଣ। ଘର ଭିତରେ ବିସ୍ଫୋରଣ ଘଟି 3 ଜଣ ପିଲା ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ଥିବା ବେଳେ କେଉଁ କାରଣରୁ ବିସ୍ଫୋରଣ ଘଟିଛି ସେ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଛେନାପଦୀ ହଦଗଡ ରାସ୍ତାର ସଙ୍କଟପାଲିଆ ଛକରେ ନାବାଳକ ଉପରେ ମାଡିଗଲେ ଟ୍ରକ୍। ମୃତ ନାବାଳକ ଦୋଳପଦୀ ଗାଁର ବାଦଲ ମୁଣ୍ଡା ହୋଇଥିବା ବେଳେ ସେ ନିଜ ବାପା ମାଙ୍କ ସହ ସଙ୍କଟପାଲିଆ ଗାଁକୁ ବୁଲିବାକୁ ଆସିଥିଲା ଏବଂ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତା ରୋକ କରିଛନ୍ତି। ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ତେନ୍ତୁଳି ଖୁଣ୍ଟି ଛକରେ ଟ୍ରକ୍ ଚାପାରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତକ ଝାରା କୁସୁମ ଖୁଣ୍ଟି ଗାଁର ଲକ୍ଷ୍ମୀ ବାଜି ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଫେରାର ହୋଇଯାଇଥିଲା ଏବଂ ସଦର ଥାନା ପୋଲିସର ତଦନ୍ତ ଜାରି। Audio Jungle. Audio Jungle. ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ହାତୀ ଆକ୍ରମଣରେ ତରଭା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଫଳରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜଗନ୍ନାଥପୁର ଟିକରପଡା ରାସ୍ତା ଅବରୋଧ କରିଥିବା ବେଳେ ଅଭୟାରଣ୍ୟ ଟିକରପଡା ଅଞ୍ଚଳକୁ ଗାଡି ଚଳାଚଳ ବନ୍ଦ ରହିଛି। ମ୍ୟାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ମୁରି ବାହାଲ ବ୍ଲକ ହଦଳିଆ ହାଇସ୍କୁଲ ପ୍ରଧାନ ଶିକ୍ଷକ ତଥା ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଉମେଶ ବିଶ୍ୱାଳ ଓ ସହକାରୀ ଶିକ୍ଷୟିତ୍ରୀ ବୈଜୟନ୍ତୀ ସୁବୁଦ୍ଧିଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ପରୀକ୍ଷାରେ ନିୟୋଜିତ 4 ପ୍ରାଥମିକ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବାକୁ ମୁରି ବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା। ବାଲେଶ୍ୱର ଜିଲ୍ଲା ନାଥପାଣି ଛକରେ ଯାତ୍ରା କଳାକାର ବାପି ପଣ୍ଡାଙ୍କ 2 ଭାଇକୁ ଆକ୍ରମଣ। ସେମାନଙ୍କ ମଧ୍ୟରୁ ଜଣକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ଥିବା ବେଳେ ସ୍ଥାନୀୟ ପୋଲିସର ତଦନ୍ତ ଜାରି। Audio Jungle. Audio Jungle. କେନ୍ଦ୍ରାପଡ଼ା ବନ ବିଭାଗର ଗହରୀ ମଥା ସାମୁଦ୍ରିକ ଅଭୟାରଣ୍ୟରେ ପାଟ୍ରୋଲିଂ ବେଳେ ବେଆଇନ ଭାବେ ମାଛ ଧରୁଥିବା 9 ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ଟ୍ରଲର ଜବତ କରିଛି ଏବଂ ଜବତ ଟ୍ରଲରରୁ 2ଟି VHF, ଗୋଟିଏ GPS, ଗୋଟିଏ ଫିସ୍ ଫାଇଣ୍ଡର, 12ଟି ଜାଲ, 2ଟି ମୋବାଇଲ ସହ 20 କ୍ୱିଣ୍ଟାଲ ମାଛ ଜବତ ହୋଇଛି। ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଜଣେ 10ମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଡାକ୍ତରଖାନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଛାତ୍ରୀ ଜଣକ ରାମପୁର ପଞ୍ଚାୟତ ସ୍କୁଲରେ ପାଠ ପଢୁଥିଲେ। ସେ ନିଜ ଘରୁ ସ୍କୁଲକୁ ଯାତାୟାତ କରୁଥିଲେ ଏବଂ ଆଡମିଟ୍ କାର୍ଡ ନେବା ପରଠାରୁ ସେ ସ୍କୁଲକୁ ଆସିନଥିଲେ।
ଏବଂ କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ କିଟ୍ର 6 ଜଣ ଅଧିକାରୀ, ସିନିୟର ହଷ୍ଟେଲ ଅଧୀକ୍ଷକ ସହିତା ମିଶ୍ର, ସିନିୟର ଆଡମିନିଷ୍ଟ୍ରେଟିଭ ଅଫିସର ସିଦ୍ଧାର୍ଥ ରାୟ, ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ଚିଫ୍ ପ୍ରୋଟେକ୍ଟର ପିକେ ପଟ୍ଟନାୟକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକାପତି। ପୂର୍ବରୁ ଡକ୍ଟର ଅଚ୍ୟୁତ ସାମନ୍ତ ସମେତ 8 ଜଣଙ୍କୁ ଜେରା ହୋଇଥିଲା। Preview.